ମାତ୍ର 2 ଚାମଚ ଘିରେ ବନାଲି ପନିର ଆଉ ତରକାରୀଟା କେତେ ବଢ଼ିଆ ଭାବେ ରେଡ଼ି ହେଇଛେ ଦେଖୁନ୍। ଦେଖବାର୍ ଲାଗି କେଡ଼େ ସୁନ୍ଦର ଦିଶୁଛେ। ଖାଇବାର୍ ଲାଗି ଏନ୍ତା ଲାଗ୍ଲା ଯେନ୍ତାକୁ ବାହାରୁ ଅର୍ଡ଼ର କରି ଖାଉଛୁ ବାଗି। ବହୁତ ବଢ଼ିଆ ଇ ଯେ ପ୍ରୋସେସ୍‌ଟି। ଚାଲୁନ୍ ବନାମା। ପହେଲା ପନିର ନେମା, ଟିକେ ବଡ଼ ବଡ଼ ଖଣ୍ଡ କାଟିକରି ସେଥିରେ ହଳଦୀ, କାଶ୍ମୀରୀ ରେଡ୍ ଚିଲି ପାଉଡର ଆଉ ସାମାନ୍ୟ ଟିକେ ନୁନ୍ ଦେଇକିରି ସାନି ଦେଇକି ରଖିଦେମା 15 ମିନିଟ୍। ତାରପରେ 1 ଚାମଚ ଘି ଦେଇକରି ଭଲ୍ ଭାବେ ପନିରକେ ଏନ୍ତା ଭାଜିଦେମା। ଟିକେ ଉପରୁ କ୍ରିସ୍ପି ହେବାର୍ ତକ୍। ତାରପରେ ଆଉ ଗୋଟେ କଢ଼େଇଟେ ଗରମ କରିକିରି ସେଥିରେ ଦେଇଦେଲି 1 ଚାମଚ ଘି ଆଉ କିଛିଟା ଗୋଟା ଗରମ ମସଲା, ତାର୍ ସାଙ୍ଗେ ଶୁଖା ମିର୍ଚା, ତେଜପତର ଆଉ ପିଆଜ। ପିଆଜ ନେଇଛେ ମୁଇଁ 2ଟା ବଡ଼ ବଡ଼ ସାଇଜ୍‌ର, ତାର୍ ସାଙ୍ଗେ କାଜୁ 10-12ଟା ଖଣ୍ଡେ ଆଉ ମଗଜ ମଞ୍ଜି 2 ଚାମଚ। ତାକେ ଭଲ୍ ଭାବେ ସବୁକେ ସନ୍ତୁଳି ଦେଲା ପରେ ଏଛେନ୍ ଆମେ ଏଥିରେ ଦେମା ପାତଲ୍‌ଘଣ୍ଟା। ପାତଲ୍‌ଘଣ୍ଟା 3ଟା ମିଡିୟମ୍ ସାଇଜ୍‌ର ପାଚଲା ଲାଲ ପାତଲ୍‌ଘଣ୍ଟା ନେଇଛେଁ। ଇ ସବୁକେ ଭଲ୍ ଭାବେ ମିଶେଇ ଦେଇକିରି ଟିକେ ସନ୍ତୁଳି ଦେମା। ଆଉ ଇଟା ଭାଜି ହେଇସାରିଲା ପରେ ବାହାର କରିଦେମା ଗୋଟେ ପ୍ଲେଟ୍‌ରେ। ଥଣ୍ଡା ହେଲା ପରେ ଗ୍ରାଇଣ୍ଡିଙ୍ଗ କରିକିରି ଗୋଟେ ପେଷ୍ଟ ରେଡ଼ି କର୍ମା। ତାରପରେ ଆମେ ଯିମା ରାନ୍ଧବା ପ୍ରୋସେସ୍‌କେ। ଆଉ ରାନ୍ଧବାର୍ ଲାଗି ଦେଖୁନ୍ ତେଲ ଗରମ କରିଥିଲି। ତେଲରେ ଦେଇଦେଲି ସାମାନ୍ୟ ଟିକେ ଜିରା ଆଉ ତାରପରେ ଦେଇଦେଲି କଟା ପିଆଜ। ଆଉ ପିଆଜ ଟିକେ ଭାଜି ହେଇଆଇଲା ବେଲ୍କେ ଆମେ ଏଥିରେ ଦେମା ଅଦା ଲେସୁନ୍‌ର ପେଷ୍ଟ 2 ଚାମଚ। ତାପରେ ଭଲ ଭାବେ ଟିକେ କଷିଦେମା। ତାରପରେ ଆଗରୁ ଆମେ ବାଟି ରଖିଥିନା ଯେନ୍ ଟମାଟୋ ଆଉ ପିଆଜ ପେଷ୍ଟ ସବୁ ସେଟାକେ ଏଥିରେ ଆମେ ଢାଲିଦେମା। ଇ ସବୁ ଭଜା ଜିନିଷ୍ ଆଗରୁ ଭାଜି ହେଇଛେ ତାରପରେ ଗ୍ରାଇଣ୍ଡିଙ୍ଗ କରିଛୁଁ ତ ବେଶୀ ବେଲ୍ ତକ୍ ଇ ମସଲାକେ କଷବାର୍ ନାଇଁନ। ଜଷ୍ଟ ହାଲକା ଅଦା ଲେସୁନ୍ ପେଷ୍ଟ ସାଙ୍ଗେ ଏସବୁ ମିଶେଇକରି ଭଲ୍ ଭାବେ ଟିକେ କଷି ହେଇଯିବା। ଗ୍ୟାସ୍ ଫ୍ଲେମ୍‌କେ ମିଡିୟମ୍ ରଖିକରି ତାରପରେ ଆମେ ଏଥିରେ କିଛି ଜିନିଷ ଦେମା ଯେନ୍ଟାକି ହେଲା କାଶ୍ମୀରୀ ରେଡ୍ ଚିଲି ପାଉଡର ଆଉ ଧନିଆ ପାଉଡର 2 ଚାମଚ। ତାରପରେ ଭଲ୍ ଭାବେ ଆମେ ଏ ସବୁକେ ମିକ୍ସ କର୍ମା। ଦେଖୁନ୍ ଆଉ ଟିକେ ଫୁଟେଇଦେମା। ଇଟା ବହଲିଆ ହେଇକିରି ଟିକେ ଫୁଟି ଫୁଟି ଆସିଲା ବେଲ୍କେ ଆମେ ଏଥିରେ ଦେଇଦେମା ନୁନ୍। ଆମେ ପନିର ଭାଜିଲା ବେଳେ ନୁନ୍ ଦେଇଥିଲାଁ ତ ଦେଖିକିରି ଖାଲି ଗ୍ରେଭିର ଲାଗି ନୁନ୍‌ଟା ଦିଆହେବା। ତାରପରେ ଆଉ ଟିକେ ଭଲ୍ ଭାବେ କଷିଦେଲା ପରେ ଦେଖୁନ୍ ତାର୍ କଲର୍‌ଟା ଧୀରେ ଧୀରେ କେତେ ବଢ଼ିଆ ଦିଶିଲାନ। ତାପରେ ଭଲ୍ ଭାବେ ଏସବୁକେ କଷି ସାରିଲା ପରେ ଏଛେନ୍‌କା ଆମେ ଏଥିରେ ମିଶେଇ ଦେମା ଭଜା ପନିର ଯେନ୍ଟାକି ଆଗରୁ ଆମେ ଭାଜିକି ରଖିଥିଲାଁ। ତାର୍ ସାଙ୍ଗେ ଦେମା ଚିକେନ୍ ମସଲା 1 ଚାମଚ ଆଉ କସୁରୀ ମେଥି। ତାପରେ ସବୁକେ ଭଲ୍ ଭାବେ ମିଶେଇ ଦେଇକିରି ଟିକେ ଘାଣ୍ଟିଦେମା, ଟିକେ କଷିଦେମା। ଆଉ ତାର୍ ସାଙ୍ଗେ ଆଉ ଟିକେ ଟେଷ୍ଟକେ ବଢ଼ାବାର୍ ଲାଗି ଏଥିରେ ମୁଇଁ ଦେଇଦେଲି 1 କପ୍ ଗାଏ ଗୁରସ୍। ତାରପରେ ସବୁକେ ବଢ଼ିଆ ଭାବେ ଆଉଥରେ କସ୍ମା। ଆଉ ଦେଖୁନ୍ କେତେ କ୍ରିମି କ୍ରିମି ହେଇକିରି କେତେ ସୁନ୍ଦର କେତେ ବଢ଼ିଆ ଦିଶୁଛେ। ଆଉ ତାର୍ ଫ୍ଲେଭରଟା ପୁରାପୁରି ପନିର ମଖନି ବାଗି ଆଉ ଦିଶୁଛେ ଆଉ ଖାଇବାର୍ ଲାଗି ପୁରା ବଢ଼ିଆ ଲାଗୁଥିଲା। ତ ଇ ସବୁକେ ଭଲ୍ ଭାବେ ମିଶେଇ ଦେଇକିରି ମିଡିୟମ୍ ଫ୍ଲେମ୍‌ରେ ଟିକେ ଫୁଟେଇ ଦେଲା ପରେ ଏଛେନ୍‌କା ଆମେ ଏଟାକେ ଗ୍ୟାସ୍ ଅଫ୍ କରିକିରି ଗରମା ଗରମ ବାଢ଼ିଦେମା ରୁଟି ହଉ କି ଭାତ୍ ସାଙ୍ଗେ।